ତେବେ ବନ୍ଧୁମାନେ ଆଜିର ଏହି କାର୍ଯ୍ୟକ୍ରମଟି ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ, ବହୁତ ହିଁ ଖାସ୍ ଅଟେ। ତେବେ ବନ୍ଧୁମାନେ ଆପଣଙ୍କର ଯଦି ମେଷ ରାଶି ହୋଇଥାଏ ତେବେ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଥରେ ମାତ୍ର ନିଶ୍ଚୟ ଦେଖନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏବଂ ଆପଣ ଯଦି ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି, ତେବେ ଭକ୍ତି ଏବଂ ଶ୍ରଦ୍ଧାର ସହିତ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ତେବେ ବନ୍ଧୁମାନେ ଆଜିର ଏହି ଭିଡ଼ିଓରେ ଆମେମାନେ ଜାଣିବା ଇଂରାଜୀ ନବବର୍ଷର ଜାନୁଆରୀ ମାସଟି କିପରି ରହିବ। ଏହି ଜାନୁଆରୀ ମାସରେ ଆପଣଙ୍କର ଜୀବନରେ କେଉଁ ସବୁ ନୂଆ ନୂଆ ଜିନିଷ ଘଟିବ ଏବଂ ଆପଣଙ୍କର ଜୀବନରେ କେଉଁ ସବୁ ପରିବର୍ତ୍ତନ ହେବ, ଆଜିର ଏ ଭିଡ଼ିଓରେ ବିସ୍ତାର ଭାବରେ ଆମେ ଆଲୋଚନା କରିବା। ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ ସମ୍ପର୍କ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର ଏବଂ ବ୍ୟାପାର ବାଣିଜ୍ୟର ସ୍ଥିତି କିପରି ରହିବ ଏହି ନୂତନ ବର୍ଷ ଜାନୁଆରୀ ମାସ 2025 ମସିହାରେ, ସେ ବିଷୟରେ ବିସ୍ତାର ଭାବରେ ଆଲୋଚନା କରିବା। ନବଗ୍ରହଙ୍କର ସ୍ଥିତି ମଧ୍ୟ ଦେଖିବା। ନବଗ୍ରହ କେଉଁ ପ୍ରକାରର ଫଳ ପ୍ରଦାନ କରିବାରେ ସକ୍ଷମ ହେବେ, ଏହା ସହିତ ନବଗ୍ରହଙ୍କର ଗୋଚର ସ୍ଥିତି ମଧ୍ୟରେ ବିଷୟରେ ଜାଣିବା ଏବଂ କେତେ ତାରିଖରେ କେଉଁ ଗ୍ରହ ଗୋଚର କରିବେ ସେ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା ଏବଂ ଭିଡ଼ିଓର ଶେଷରେ ଅଶୁଭତ୍ୱ ପ୍ରଦାନ କରୁଥିବା ଗ୍ରହମାନଙ୍କର କିଛି ବିଶେଷ ପ୍ରତିକାର ମଧ୍ୟ ଆଲୋଚନା କରିବା। ତେବେ ବନ୍ଧୁମାନେ ଆସନ୍ତୁ ଆରମ୍ଭ କରିବା ଆଜିର ଏହି କାର୍ଯ୍ୟକ୍ରମକୁ, ଯାହାକି ଜନ୍ମ ରାଶି ଏବଂ ଚନ୍ଦ୍ର ରାଶି ଉପରେ ସମ୍ପୂର୍ଣ୍ଣ ଆଧାରିତ ଅଟେ। ତେବେ ବନ୍ଧୁମାନେ ରାଶିଚକ୍ରର 12ଗୋଟି ରାଶି ମଧ୍ୟରୁ ପ୍ରଥମ ରାଶି ହେଉଛି ମେଷ ରାଶି ଏବଂ ମେଷ ରାଶିର ରାଶ୍ୟାଧିପତି ହେଉଛନ୍ତି ମଙ୍ଗଳ ଦେବ, ଯିଏକି ଆପଣଙ୍କର କୁଣ୍ଡଳୀର ଚତୁର୍ଥ ଭାବରେ ବିରାଜମାନ ଅଛନ୍ତି। ଦେବଗୁରୁ ବୃହସ୍ପତି ଆପଣଙ୍କର ଦ୍ୱିତୀୟ ଭାବରେ ବିରାଜମାନ ଅଛନ୍ତି। କେତୁ ଆପଣଙ୍କର ଷଷ୍ଠ ଭାବରେ ବିରାଜମାନ ଅଛନ୍ତି। ବୁଧ ଆପଣଙ୍କର ଅଷ୍ଟମ ସ୍ଥାନରେ ବିରାଜମାନ ଅଛନ୍ତି। ସୂର୍ଯ୍ୟ ଆପଣଙ୍କର ନବମ ସ୍ଥାନରେ ବିରାଜମାନ ଅଛନ୍ତି। ଶନି ଏବଂ ଶୁକ୍ର ଆପଣଙ୍କର ଏକାଦଶ ସ୍ଥାନରେ ବିରାଜମାନ ଅଛନ୍ତି। ରାହୁ ଆପଣଙ୍କର ଦ୍ୱାଦଶ ସ୍ଥାନରେ ବିରାଜମାନ ଅଛନ୍ତି। ତେବେ ବନ୍ଧୁମାନେ 4 ଜାନୁଆରୀକୁ ବୁଧଦେବ ଆପଣଙ୍କର ଧନୁ ରାଶିକୁ ପ୍ରବେଶ କରିବେ। 14 ଜାନୁଆରୀକୁ ସୂର୍ଯ୍ୟ ମକର ରାଶିକୁ ଚଳନ କରିବେ। 21 ଜାନୁଆରୀକୁ ମଙ୍ଗଳ ବକ୍ରୀ ହେବେ ମିଥୁନ ରାଶିରେ। 24 ଜାନୁଆରୀକୁ ବୁଧ ମକର ରାଶିରେ ପ୍ରବେଶ କରିବେ ଏବଂ 28 ଜାନୁଆରୀ ଶୁକ୍ର ମୀନ ରାଶିକୁ ପ୍ରବେଶ କରିବେ। ଏବେ ବନ୍ଧୁମାନେ ସର୍ବପ୍ରଥମେ ଆସନ୍ତୁ ଜାଣିନେବା ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ ଏହି ନୂତନ ବର୍ଷ ଜାନୁଆରୀ 2025 ମସିହାରେ। ତ ବନ୍ଧୁମାନେ କୁଣ୍ଡଳୀର ପ୍ରଥମ ଭାବଟି ହୋଇଥାଏ ଆପଣଙ୍କର ସ୍ୱାସ୍ଥ୍ୟର ଭାବ, ଆପଣଙ୍କର ଇମ୍ୟୁନିଟି ସିଷ୍ଟମର ଭାବ। ତ ବନ୍ଧୁମାନେ ପ୍ରଥମ ଭାବର ଅଧିପତି ହେଉଛନ୍ତି ମଙ୍ଗଳ ଦେବ, ଯିଏକି ଆପଣଙ୍କର ଚତୁର୍ଥ ଭାବରେ ବିରାଜମାନ ଅଛନ୍ତି। ଆପଣଙ୍କର କେନ୍ଦ୍ରରେ ବିରାଜମାନ ଅଛନ୍ତି। ମାତ୍ର 21 ତାରିଖ ପର୍ଯ୍ୟନ୍ତ ମଙ୍ଗଳ ଆପଣଙ୍କର ଚତୁର୍ଥ ଭାବରେ ରହିବେ। 21 ତାରିଖରେ ମଙ୍ଗଳ ବକ୍ରୀ ହୋଇ ଆପଣଙ୍କର ତୃତୀୟ ଭାବକୁ ଚଳନ କରିବେ। ତ 21 ଜାନୁଆରୀ ପରେ ଆପଣଙ୍କୁ ଆପଣଙ୍କର ସ୍ୱାସ୍ଥ୍ୟର ଟିକେ ସତର୍କ ରହିବାର ଅଛି ସ୍ୱାସ୍ଥ୍ୟକୁ ନେଇକି, କାରଣ ଆପଣଙ୍କର ସେତେବେଳେ ମୁଣ୍ଡ ବିନ୍ଧା, ବ୍ୟାକ୍ ପେନ୍ ଭଳି ସମସ୍ୟା ଦେଖାଦେଇପାରେ। ସେତେବେଳେ ଆପଣଙ୍କର ଧୈର୍ଯ୍ୟ କମ୍ ହୋଇଯାଇପାରେ। କୌଣସି କଥାକୁ ନେଇ ଆପଣ ଜଲ୍ଦି ରିଆକ୍ଟ କରିପାରନ୍ତି। ସେତେବେଳେ ଆପଣ ତରତର ହୋଇ କୌଣସି ଡିସିସନ୍ ନିଅନ୍ତୁ ନାହିଁ କିମ୍ବା ତରତର ହୋଇ କୌଣସି କାର୍ଯ୍ୟ କରିବା ଦ୍ୱାରା ଆପଣ ଅସୁବିଧାରେ ପଡ଼ିପାରନ୍ତି ଏବଂ ଆପଣଙ୍କର ନିଜର ପାଖ ପଡ଼ୋଶୀମାନଙ୍କ ସହିତ କଳି ଝଗଡ଼ା ବା ଆର୍ଗୁମେଣ୍ଟ ଭଳି କିଛି କାର୍ଯ୍ୟ କରନ୍ତୁ ନାହିଁ। ଆପଣ ଯେତେ ପାରିବେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆପଣ ଆଦୌ କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ ଏବଂ ବିଶେଷ କରି ଆପଣ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ, କାରଣ ତୃତୀୟ ଭାବଟିକୁ କୁଣ୍ଡଳୀରେ ଏତେ ଭଲ ବୋଲି ବିଚାର କରାଯାଇ ନଥାଏ। ତ ଯେତେବେଳେ ମଙ୍ଗଳ ଆପଣଙ୍କର ତୃତୀୟ ଭାବରେ ବକ୍ରୀ ହେବେ ସେତେବେଳେ ଆପଣ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିହାତି ଜରୁରୀ। ଥଣ୍ଡା, କାଶ, ଜ୍ୱର ଏବଂ ଆପଣଙ୍କର ଷ୍ଟୋମାକ୍ ରିଲେଟେଡ୍ ପେଟ ଜନିତ କିଛି ସମସ୍ୟା ଆପଣ ଟିକେ ସତର୍କ ରହିବା ଦରକାର। ତେବେ ବନ୍ଧୁମାନେ ଏବେ ଆସନ୍ତୁ ଜାଣିନେବା ଆପଣଙ୍କର ଶିକ୍ଷା କ୍ଷେତ୍ର କିପରି ରହିବ ଏହି ଆସୁଥିବା ଜାନୁଆରୀ ମାସ 2025ରେ। ବିଦ୍ୟାର୍ଥୀମାନଙ୍କ ପାଇଁ କିପରି ରହିବ ଏହି ଜାନୁଆରୀ ମାସଟି। ତ ବନ୍ଧୁମାନେ କୁଣ୍ଡଳୀର ପଞ୍ଚମ ଭାବଟି ହୋଇଥାଏ ଆପଣଙ୍କର ଶିକ୍ଷା କ୍ଷେତ୍ରର ଭାବ ଏବଂ ଆପଣଙ୍କର ପଞ୍ଚମ ଭାବର ଅଧିପତି ହେଉଛନ୍ତି ସୂର୍ଯ୍ୟ।
ଯିଏକି ଆପଣଙ୍କର ନବମ ଭାବରେ ବିରାଜମାନ ଅଛନ୍ତି, ଅର୍ଥାତ୍ ଆପଣଙ୍କର ଭାଗ୍ୟ ସ୍ଥାନରେ ବିରାଜମାନ ଅଛନ୍ତି। ବହୁତ ମଜବୁତ ସ୍ଥିତିରେ ଅଛନ୍ତି, ନିଜର ମିତ୍ର ରାଶିରେ ଅଛନ୍ତି ଏବଂ 14 ଜାନୁଆରୀକୁ ସୂର୍ଯ୍ୟ ଆପଣଙ୍କର ଦଶମ ସ୍ଥାନକୁ ଚଳନ କରିବେ। 14 ଜାନୁଆରୀକୁ ସୂର୍ଯ୍ୟ ଆପଣଙ୍କର ମକର ରାଶିରେ ଗୋଚର କରିବେ ଏବଂ ସେହିଦିନ ଆମେ ମକର ସଂକ୍ରାନ୍ତି ବୋଲି ମାନିଥାଉ। ତ 14 ଜାନୁଆରୀକୁ ଯେତେବେଳେ ସୂର୍ଯ୍ୟ ଆପଣଙ୍କର ଦଶମ ସ୍ଥାନକୁ ଚଳନ କରିବେ, ତ ଦଶମ ସ୍ଥାନଟି କେନ୍ଦ୍ର ସ୍ଥାନ ବୋଲି ଆମେ ଜାଣିଥାଉ, ଅତ୍ୟନ୍ତ ଶୁଭ ସ୍ଥାନ ହୋଇଥାଏ। ତ ସେଠି ମଧ୍ୟ ସୂର୍ଯ୍ୟ ଆପଣଙ୍କର ଶୁଭ ସ୍ଥାନରେ ରହିବେ। ସବୁଠାରୁ ଭଲ ପରିଣାମ ଦେବେ ଆପଣଙ୍କର ଭାଗ୍ୟ ସ୍ଥାନରେ, ଅର୍ଥାତ୍ ଆପଣଙ୍କର ନବମ ସ୍ଥାନରେ। ତେବେ ବନ୍ଧୁମାନେ, ଯଦି 14 ଜାନୁଆରୀ ପୂର୍ବରୁ ଆପଣଙ୍କର କୌଣସି ଏକ୍ଜାମ ବା କମ୍ପିଟେଟିଭ୍ ଏକ୍ଜାମ ରହିଥାଏ, ତ ତାହା ଆପଣଙ୍କ ପାଇଁ ବହୁତ ଫଳପ୍ରଦ ହେବ। ଯଦି ଆପଣ ପାଠପଢ଼ାରେ କୌଣସି ଡିସିସନ୍ ନେବାକୁ ଚାହୁଁଛନ୍ତି, କୌଣସି ଭଲ ଜାଗାରେ ଆଡ଼ମିସନ୍ ନେବାକୁ ଚାହୁଁଛନ୍ତି ବା ହାୟର ଏଜୁକେସନ୍ କରିବା ପାଇଁ ଚାହୁଁଛନ୍ତି, ତ 14 ଜାନୁଆରୀ ପୂର୍ବରୁ ଆପଣଙ୍କ ପାଇଁ ସମୟ ବହୁତ ଭଲ ରହିବ। 14 ଜାନୁଆରୀ ପରେ ମଧ୍ୟ ଆପଣଙ୍କର ଭଲ ରହିଛି, କାରଣ ସୂର୍ଯ୍ୟ ଆପଣଙ୍କର କେନ୍ଦ୍ରକୁ ଚଳନ କରିବେ। ମାତ୍ର ଦଶମ ଭାବଟି ସୂର୍ଯ୍ୟଙ୍କର ଶତ୍ରୁ ଗୃହ ଅଟେ। ତ ସେଥିପାଇଁ ଆପଣମାନଙ୍କ ପାଇଁ 14 ଜାନୁଆରୀ ପୂର୍ବରୁ ଆପଣଙ୍କର ଶିକ୍ଷା କ୍ଷେତ୍ରକୁ ନେଇ ବହୁତ ଅଧିକ ଭଲ ରହିଛି। ତେବେ ଏହି ସମ୍ପୂର୍ଣ୍ଣ ମାସଟି ଅର୍ଥାତ୍ ଜାନୁଆରୀ ମାସଟି ଆପଣଙ୍କର ପାଠପଢ଼ାକୁ ନେଇ ବହୁତ ଭଲ ରହିବ। ଏବେ ଆସନ୍ତୁ ଜାଣିନେବା ଆପଣଙ୍କର ପ୍ରେମ ଜୀବନ କିପରି ରହିବ ଏହି ଆସୁଥିବା ନବବର୍ଷ ଜାନୁଆରୀ 2025 ମସିହାରେ। ତ ବନ୍ଧୁମାନେ, କୁଣ୍ଡଳୀର ପଞ୍ଚମ ଭାବଟି ଶିକ୍ଷାର ଭାବ ହେବା ସହିତ ପଞ୍ଚମ ଭାବଟି ଆପଣଙ୍କର ପ୍ରେମ ଜୀବନର ଭାବ ଏବଂ ଆପଣଙ୍କର ସନ୍ତାନ ସନ୍ତତିର ଭାବ ଏବଂ ଆପଣଙ୍କର ପଞ୍ଚମ ଭାବର ଅଧିପତି ହେଉଛନ୍ତି ସୂର୍ଯ୍ୟଦେବ, ଯିଏକି ଆପଣଙ୍କର ନବମ ଭାବରେ ବିରାଜମାନ ଅଛନ୍ତି ଏବଂ 14 ଜାନୁଆରୀକୁ ସୂର୍ଯ୍ୟ ଆପଣଙ୍କର ମକର ରାଶିକୁ ଚଳନ କରିବେ, ଅର୍ଥାତ୍ ଆପଣଙ୍କର ଦଶମ ଭାବକୁ ପ୍ରବେଶ କରିବେ। ତ ଯେତେବେଳେ ସୂର୍ଯ୍ୟ ଆପଣଙ୍କର ଦଶମ ସ୍ଥାନକୁ ଆସିବେ, ତ ସୂର୍ଯ୍ୟଙ୍କର ଦୃଷ୍ଟି ଆପଣଙ୍କର ମଙ୍ଗଳ ଉପରେ ପଡ଼ିବ, ମଙ୍ଗଳକର ଦୃଷ୍ଟି ସୂର୍ଯ୍ୟଙ୍କ ଉପରେ ପଡ଼ିବ। ତ ବନ୍ଧୁମାନେ, ସାଧାରଣ ଭାବରେ ଦେଖାଯାଏ ଯେ ମେଷ ରାଶିର ବ୍ୟକ୍ତିବିଶେଷମାନେ ଯେଉଁମାନେ ଲଭ୍ ଲାଇଫ୍ରେ ଅଛନ୍ତି, ତ ଆପଣ ନିଜର ପାର୍ଟନରଙ୍କ ଭିତରେ ବହୁତ ଅଧିକ ରାଗ, କ୍ରୋଧ ଏସବୁ ଦେଖିବାକୁ ମିଳିଥାଏ, କାରଣ ଆପଣଙ୍କର ରାଶ୍ୟାଧିପତି ହେଉଛନ୍ତି ମଙ୍ଗଳ ଦେବ। ତ ଆପଣଙ୍କ ମଧ୍ୟରେ କ୍ରୋଧ ସ୍ୱଭାବ ରହିଥାଏ ଏବଂ ଆପଣଙ୍କର ପଞ୍ଚମ ଭାବର ଅଧିପତି ହେଉଛନ୍ତି ସୂର୍ଯ୍ୟ, ତ ତାଙ୍କ ମଧ୍ୟରେ କ୍ରୋଧ ସ୍ୱଭାବ ରହିଥାଏ। ଆପଣଙ୍କ ମଧ୍ୟରେ ଆଗ୍ରେସନ୍ ରହିବ ଏବଂ ଆପଣଙ୍କର ପାର୍ଟନରଙ୍କ ମଧ୍ୟରେ ଆଗ୍ରେସନ୍ ରହିବ। ତେବେ ବନ୍ଧୁମାନେ, ଆପଣ ଧ୍ୟାନ ରଖିବେ ଯେ ଏହି 14 ଜାନୁଆରୀ ଠାରୁ 22 ଜାନୁଆରୀ ମଧ୍ୟରେ ଆପଣ ବିଶେଷ ଭାବରେ ଆପଣଙ୍କର ପ୍ରେମ ଜୀବନକୁ ଧ୍ୟାନ ରଖିବା ଉଚିତ, କାରଣ ଏହି ସମୟର ଅବଧି ଭିତରେ ଯାହାଦ୍ୱାରା ବିନା କିଛି କାରଣରେ ହିଁ ଆପଣଙ୍କ ମଧ୍ୟରେ ଯୁକ୍ତିତର୍କ ହେବ। ଏହି ସମୟରେ ଆପଣ ଆର୍ଗୁମେଣ୍ଟ ଠାରୁ ଟିକେ ଦୂରେଇ ରୁହନ୍ତୁ। ଆପଣ କୌଣସି କଥାକୁ ନେଇ ଯୁକ୍ତିତର୍କ ବା ଲଢ଼େଇ ଝଗଡ଼ା ଏସବୁ କରିବା ଠାରୁ ଆପଣ ଟିକେ ଦୂରେଇ ରୁହନ୍ତୁ। ଆପଣଙ୍କ ପ୍ରେମ ଜୀବନ ପାଇଁ ଆପଣ ଏତିକି ଟିକେ ସତର୍କ ରହିବା ଉଚିତ, ନଚେତ୍ ଆପଣଙ୍କ ଭିତରେ ଫାଟ ସୃଷ୍ଟି ହୋଇପାରେ। ମଙ୍ଗଳ ଯେତେବେଳେ ଆପଣଙ୍କର ତୃତୀୟ ଭାବକୁ ଚଳନ କରିବେ, ତ ଆପଣ କାମ କାର୍ଯ୍ୟକୁ ନେଇ ଟିକେ ଅଧିକ ବ୍ୟସ୍ତ ରହିପାରନ୍ତି କିମ୍ବା ଆପଣଙ୍କ ଭିତରେ ଟିକେ ଡିସାଟିସ୍ଫାଏଡ୍ ଦେଖାଦେଇପାରେ। ଏବେ ଆସନ୍ତୁ ଜାଣିନେବା ଆପଣଙ୍କର ବୈବାହିକ ଜୀବନ କିପରି ରହିବ ଏହି ଆସୁଥିବା ନବବର୍ଷ ଜାନୁଆରୀ 2025ରେ। ତ ବନ୍ଧୁମାନେ, କୁଣ୍ଡଳୀର ସପ୍ତମ ଭାବଟି ହୋଇଥାଏ ଆପଣଙ୍କର ବୈବାହିକ ଜୀବନର ଭାବ, ଆପଣଙ୍କର ଜୀବନ ସାଥୀର ଭାବ। ଆପଣଙ୍କର ସପ୍ତମ ଭାବର ଅଧିପତି ହେଉଛନ୍ତି ଶୁକ୍ରଦେବ, ଯିଏକି ଆପଣଙ୍କର ଏକାଦଶ ଭାବରେ ବିରାଜମାନ ଅଛନ୍ତି ଏବଂ ବହୁତ ମଜବୁତ ସ୍ଥିତିରେ ରହିଛନ୍ତି, ନିଜର ମିତ୍ର ରାଶିରେ ବିରାଜମାନ ଅଛନ୍ତି ଏବଂ ସେ ଶନିଙ୍କ ସହିତ ବିରାଜମାନ ଅଛନ୍ତି। ମାତ୍ର 28 ଜାନୁଆରୀକୁ ଶୁକ୍ର ଆପଣଙ୍କର ଦ୍ୱାଦଶ ଭାବକୁ ଚଳନ କରିବେ। ତ ଏହି ମାସରେ ଆପଣଙ୍କର ବୈବାହିକ ଜୀବନ ବହୁତ ଭଲ ରହିବ। ଆପଣଙ୍କର ଜୀବନସାଥୀଙ୍କର କୌଣସି ଗୋଟିଏ ବଡ଼ ଇଚ୍ଛା ଏହି ମାସରେ ପୂରଣ ହୋଇପାରେ କିମ୍ବା ଆପଣ ନିଜର ପରିବାର ସହିତ କୌଣସି ସ୍ଥାନକୁ ବୁଲାବୁଲି କରିବା ପାଇଁ ଯାଆନ୍ତି, ତ ସେଥିରେ ଆପଣ ନିଶ୍ଚିନ୍ତ ସକ୍ସେସ୍ ହେବେ। ଆପଣଙ୍କର ଭ୍ରମଣ ସୁଖ ଏ ମାସରେ ରହିଛି। ଏ ମାସରେ ଆପଣ କିମ୍ବା ଆପଣଙ୍କ ଜୀବନସାଥୀ ଆପଣ କୌଣସି ବଡ଼ ଜିନିଷ କ୍ରୟ କରିବା ପାଇଁ ଚାହୁଁଛନ୍ତି, ତ ତାହା ମଧ୍ୟ ଆପଣ କିଣିପାରିବେ। ଏପରିକି ପୂର୍ବରୁ ଯଦି ଆପଣଙ୍କର ବୈବାହିକ ଜୀବନରେ କିଛି ସମସ୍ୟା ଥିଲା, ତ ଏହି ମାସରେ ତାହା ସମାଧାନ ହୋଇଯିବାର ସମ୍ଭାବନା ବନୁଅଛି। ଏହି ମାସରେ ଆପଣଙ୍କ ଭିତରେ ସମ୍ପର୍କ ବହୁତ ମଜବୁତ ରହିବ
ଆପଣଙ୍କ ମଧ୍ୟରେ ଅଣ୍ଡରଷ୍ଟାଣ୍ଡିଂ ଭଲ ବୁଝାମଣା ରହିବ। ଆପଣଙ୍କର ତାଳମେଳ ମଧ୍ୟ ଭଲ ରହିବ। ଏବେ ଆସନ୍ତୁ ଜାଣିନେବା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଷୟବସ୍ତୁ ଆପଣଙ୍କର ଭାଗ୍ୟ, କ୍ୟାରିୟର ଏବଂ ବ୍ୟାପାର ବାଣିଜ୍ୟର ସ୍ଥିତି କିପରି ରହିବ ଏହି ଆସୁଥିବା ନବବର୍ଷ ଜାନୁଆରୀ 2025ରେ। ତେବେ ବନ୍ଧୁମାନେ, କୁଣ୍ଡଳୀର ନବମ ଭାବଟି ହୋଇଥାଏ ଆପଣଙ୍କର ଭାଗ୍ୟର ଭାବ ଏବଂ ଦଶମ ଭାବଟି ହୋଇଥାଏ ଆପଣଙ୍କର କ୍ୟାରିୟରର ଭାବ, ଆପଣଙ୍କର କାର୍ଯ୍ୟକ୍ଷେତ୍ରର ଭାବ ଏବଂ ଆପଣଙ୍କର ନବମ ସ୍ଥାନର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି, ଯିଏକି ଆପଣଙ୍କର ଦ୍ୱିତୀୟ ଭାବରେ ବିରାଜମାନ ଅଛନ୍ତି। ଏବଂ ଏହି ମାସରେ ଆପଣଙ୍କର ଗୁରୁଙ୍କର କୌଣସି ରାଶି ପରିବର୍ତ୍ତନ ହେବାର ନାହିଁ। ତ ଆପଣଙ୍କର ଭାଗ୍ୟ ସ୍ଥାନର ଅଧିପତି ଆପଣଙ୍କର ଧନ ସ୍ଥାନରେ ବିରାଜମାନ ଅଛନ୍ତି। ଏହା ସହିତ ସୂର୍ଯ୍ୟ ମଧ୍ୟ ଆପଣଙ୍କର ମିତ୍ର ରାଶିରେ ବିରାଜମାନ ଅଛନ୍ତି। ତ ଏହି ମାସଟିରେ ଆପଣଙ୍କର ଭାଗ୍ୟ ବହୁତ ଭଲ ରହିବ। ଆପଣ ଯଦି କୌଣସି ବଡ଼ କାର୍ଯ୍ୟର ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, କୌଣସି ଜମିଜମା କ୍ରୟ କରିବା ପାଇଁ ଚାହୁଁଛନ୍ତି, କୌଣସି ବଡ଼ ଇନଭେଷ୍ଟମେଣ୍ଟ କରିବା ପାଇଁ ଚାହୁଁଛନ୍ତି କିମ୍ବା କୌଣସି ମିଟିଂ କିମ୍ବା ଡିଲ୍ ରହିଛି, ତ ସେସବୁ କ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ପ୍ରତ୍ୟେକ କାର୍ଯ୍ୟରେ ଆପଣ ସଫଳତା ଅର୍ଜନ କରିବେ। ଏହାଛଡ଼ା ଆପଣଙ୍କ ଗୃହରେ ବା ପରିବାରରେ ଶୁଭ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ, କାରଣ ଏହି ମାସରେ ସୂର୍ଯ୍ୟ ଏବଂ ଗୁରୁଙ୍କର ସ୍ଥିତି ବହୁତ ଭଲ ଅଛି। ତ ଏହି ମାସରେ ସମ୍ପୂର୍ଣ୍ଣ ରୂପରେ ଆପଣଙ୍କ ଭାଗ୍ୟର ସପୋର୍ଟ ମିଳିବ। ଏବେ ଆସନ୍ତୁ ଜାଣିନେବା ଆପଣଙ୍କର କ୍ୟାରିୟର ଏବଂ ଆପଣଙ୍କର କାର୍ଯ୍ୟକ୍ଷେତ୍ର କିପରି ରହିବ ଏହି ଆସୁଥିବା 2025 ମସିହା ଜାନୁଆରୀ ମାସରେ। ତେବେ ବନ୍ଧୁମାନେ, କୁଣ୍ଡଳୀର ଦଶମ ଭାବଟି ହୋଇଥାଏ ଆପଣଙ୍କର କ୍ୟାରିୟରର ଭାବ, ଆପଣଙ୍କର କାର୍ଯ୍ୟକ୍ଷେତ୍ରର ଭାବ। ତ ଆପଣଙ୍କର ଦଶମ ସ୍ଥାନର ଅଧିପତି ହେଉଛନ୍ତି ଶନିଦେବ, ଯିଏକି ଆପଣଙ୍କର ଏକାଦଶ ଭାବରେ ବିରାଜମାନ ଅଛନ୍ତି ଏବଂ ଶୁକ୍ରଙ୍କ ସହିତ ବିରାଜମାନ ଅଛନ୍ତି। କାର୍ଯ୍ୟକ୍ଷେତ୍ରରେ ଏହି ମାସରେ ଆପଣ ବହୁତ ଭଲ ଭାବରେ କାର୍ଯ୍ୟ କରିବେ, ନିଜ ଇଚ୍ଛାରେ କାର୍ଯ୍ୟ କରିବେ, ମାତ୍ର ସେହି କାର୍ଯ୍ୟକୁ ଆପଣ ବହୁତ ଭଲ ଭାବରେ ସମ୍ପୂର୍ଣ୍ଣ କରିପାରିବେ। ତ କ୍ୟାରିୟରକୁ ନେଇ ଏହି ମାସଟି ଆପଣଙ୍କ ପାଇଁ ବହୁତ ଭଲ ରହିଛି, ଆପଣଙ୍କ ପାଇଁ ସର୍ବୋତ୍ତମ ରହିଛି, କାରଣ ଦଶମ ଭାବର ଅଧିପତି ଆପଣଙ୍କର ଏକାଦଶ ଭାବରେ ମାର୍ଗୀ ଅବସ୍ଥାରେ ଅଛନ୍ତି ଏବଂ ଶୁକ୍ରଙ୍କ ସହିତ ବିରାଜମାନ ଅଛନ୍ତି। ଆପଣଙ୍କର ଧନ ଭାବର ଅଧିପତି ଆପଣଙ୍କର ଲାଭ ସ୍ଥାନରେ ଅଛନ୍ତି। ତ ଏହି ମାସରେ କିଛି ବଡ଼ କାର୍ଯ୍ୟ ଆପଣ କରିପାରନ୍ତି। ତ ଆପଣ ଏହି ମାସରେ ଆପଣଙ୍କର ପ୍ରମୋଶନ ପାଇଁ ଆପଣ ଚେଷ୍ଟା କରିପାରିବେ। ତ ଏହି ମାସରେ ଆପଣଙ୍କୁ ପ୍ରମୋଶନ ମିଳିବାର ବହୁତ ଅଧିକ ସମ୍ଭାବନା ବନୁଅଛି। ଆପଣଙ୍କ ପାଖରେ ଯଦି କୌଣସି ଚାକିରି ନାହିଁ, ତେବେ ଚାକିରି ପାଇଁ ଆପଣ ନିଜ ଚେଷ୍ଟା ଜାରି ରଖିବା ଉଚିତ। ତ ଏହି ମାସରେ ଆପଣଙ୍କୁ ଚାକିରି ପ୍ରାପ୍ତ ହେବାର ଯୋଗ ବନୁଅଛି। ଏବେ ଆସନ୍ତୁ ଜାଣିନେବା ଆପଣଙ୍କର ବ୍ୟାପାର ବାଣିଜ୍ୟ ସ୍ଥିତି କିପରି ରହିବ ଆସୁଥିବା ଜାନୁଆରୀ 2025 ମସିହାରେ। ତେବେ ବନ୍ଧୁମାନେ, ବ୍ୟାପାରର କାରକ ଗ୍ରହ ବୁଧ ପୁରା ଦୁର୍ବଳ ସ୍ଥିତିରେ ରହୁଛନ୍ତି। ତ ବ୍ୟାପାର ଏହି ମାସରେ ଟିକେ ଡାଉନ୍ ରହିବ। ତେବେ ତଥାପି ଆପଣଙ୍କର ଧନ ଉପାର୍ଜନରେ କିଛି ସମସ୍ୟା ଆସିବ ନାହିଁ। ଏପରିକି ଆପଣ ଯଦି କୌଣସି ନୂତନ ବ୍ୟାପାର ବାଣିଜ୍ୟ କରିବା ପାଇଁ ଚାହୁଁଛନ୍ତି, ତେବେ ତାହା ଆପଣ ଆରମ୍ଭ କରିପାରିବେ। ଆପଣଙ୍କର ଏହି ମାସରେ କୌଣସି ଆର୍ଥିକ ସମସ୍ୟା ଦେଖାଦେବ ନାହିଁ। ଆପଣଙ୍କର ଧନ ଉପାର୍ଜନରେ କୌଣସି ସମସ୍ୟା ଦେଖାଦେବ ନାହିଁ। ତେବେ ବୁଧଙ୍କର ଦୁର୍ବଳ ସ୍ଥିତି ଯୋଗୁଁ ଆପଣଙ୍କର କାହା ସହିତ ଯୁକ୍ତିତର୍କ ନ ହେଉ ସେଥିପ୍ରତି ଆପଣ ଟିକେ ସତର୍କ ରହିବେ ଏବଂ ମନ ଭିତରକୁ ଆପଣ କୌଣସି ପ୍ରକାର ନେଗେଟିଭ ଚିନ୍ତାଧାରା ଆଣନ୍ତୁ ନାହିଁ, କୌଣସି ଅଯଥା ଚିନ୍ତା କରନ୍ତୁ ନାହିଁ, କାରଣ ଏହି ମାସରେ ଆପଣଙ୍କର କୌଣସି ଆର୍ଥିକ ସ୍ଥିତିରେ ସମସ୍ୟା ଆସିବ ନାହିଁ। ତେବେ ଆସନ୍ତୁ ଜାଣିନେବା କିଛି ପ୍ରତିକାର ବିଷୟରେ, ଯେଉଁ ପ୍ରତିକାର ଗୁଡ଼ିକ କରିବା ଦ୍ୱାରା ଏହି ମାସରେ ଆସୁଥିବା ସମସ୍ତ ଅଶୁଭତ୍ୱ ଗୁଡ଼ିକ ଖଣ୍ଡନ ହୋଇ କିଛି ମାତ୍ରାରେ ଶୁଭଫଳ ପ୍ରାପ୍ତି ହୋଇପାରିବ। ତେବେ ବନ୍ଧୁମାନେ, ପ୍ରତ୍ୟେକ ଦିନ ଆପଣ ମଙ୍ଗଳଙ୍କର ବୀଜ ମନ୍ତ୍ର 108 ଥର ନିଶ୍ଚିନ୍ତ ଜପ କରନ୍ତୁ। ପ୍ରତ୍ୟେକ ଦିନ ହନୁମାନ ଚାଳିଶାର ପାଠ ଅବଶ୍ୟ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଉଦିତ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ଆପଣଙ୍କୁ ଅଧିକ ଶୁଭଫଳ ପ୍ରାପ୍ତି ହେବ ଏବଂ ଆପଣଙ୍କର ଭାଗ୍ୟରେ ଉନ୍ନତି ଆସିବ। ତେବେ ବନ୍ଧୁମାନେ, ଆପଣଙ୍କର ଜୀବନ ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା। ଧନ୍ୟବାଦ।